ଯେବେ ସକଳ କର୍ମ କରି କୃଷ୍ଣ ଅର୍ପଣ ମନେ ଧରି, ବିଷ୍ଣୁର ଯେତେ ଗୁଣଗ୍ରାମ, ଜଗତେ ଅଛି ଯେତେ ନାମ। ମୁଖେ ଉଚାରି ମନେ ସ୍ମରି, ସେ ଭକ୍ତି ଯୋଗେ ଅଧିକାରୀ। ଅର୍ଥାତ୍ ଯେବେ ମନୁଷ୍ୟ ସମସ୍ତ କର୍ମ କୃଷ୍ଣକୁ ଅର୍ପଣ କରି ମନରେ ତାଙ୍କୁ ଧାରଣ କରେ, ତେବେ ସେ ଭକ୍ତି ମାଧ୍ୟମରେ ସଫଳ ହୋଇଥାଏ। ବିଷ୍ଣୁଙ୍କର ସମସ୍ତ ଗୁଣ ଓ ମହିମା ସମସ୍ତ ଜଗତରେ ପ୍ରସିଦ୍ଧ ଓ ଯେ ମନୁଷ୍ୟ ମୁଖରେ ତାଙ୍କର ନାମ ଉଚ୍ଚାରଣ କରି ମନରେ ସ୍ମରଣ କରେ, ସେ ଭକ୍ତି ଯୋଗରେ ସଫଳ ଓ ଅଧିକାରୀ ହୋଇପାରିଥାଏ।